ମୋ ଦେହରୁ ଏତେ ଝାଳ କାହିଁକି ବାହାରୁଛି? ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରିକି ଆସିଲେ ଝାଳ ହିଁ ତ ବାହାରିବ ନା। ଆପଣମାନଙ୍କୁ ଦେଖାଉଛି ମୋ ଯୁଦ୍ଧ କ୍ଷେତ୍ର କେଉଁଟା। ଏଇଟା କେବଳ ମୋ ପାଇଁ ନୁହଁ, ପ୍ରତ୍ୟେକ ଝିଅଙ୍କ ପାଇଁ ଏଇଟା ହେଉଛି ଯୁଦ୍ଧ କ୍ଷେତ୍ର। ଏଇ ଖରାଦିନ ଆଉ କିଚେନରେ ଝାଳ ବାହାରିବନି ତ ଆଉ କ'ଣ ହେବ? ମୋ ଅବସ୍ଥା ତ ପୁରା ଖରାପ ହେଇସାରିଲାଣି। ଆଉ ମୋ ଖରାପ ଅବସ୍ଥା ଦେଖି ମୋ ସାଙ୍ଗ ଆସି କହିଲା, ରହ ରହ ରହ, ମୁଁ ତୋତେ ସାହାଯ୍ୟ କରିଦେଉଛି, ତୁ ଯାଇକି ଟିକେ ରେଷ୍ଟ ନେ। ରୋଷେଇ ସାରି ଆମେ ଦୁଇ ଜଣ ବାହାରିଗଲୁ ଆମ ଅଫିସକୁ। ସିଏ ପଳେଇଲା ତା ଅଫିସକୁ ଆଉ ମୁଁ ବାହାରିଗଲି ମୋ ଅଫିସକୁ। ଆଜି ଅଫିସରେ ଏମିତି କିଛି ଅଘଟଣ ହେଲା, ଆପଣ ଶୁଣିଲେ ମୁଣ୍ଡରେ ହାତ ଦେବେ। ଆଜି ବହୁତ ଜୋର ଝଡ଼ ବର୍ଷା ହେଉଥିଲା, ଆଉ ସେଇଥିରୁ ଆମ ଅଫିସରୁ ଗୋଟେ କାଚଟେ ଖସିକି ଦୁମ୍ କିନା ପଇଲା। ଯାହା ହଉ ସେଠି କେହି ଲୋକ ନଥିଲେ କି କିଛି ଗାଡ଼ି ବି ଥୁଆ ହେଇନଥିଲା, ନହେଲେ ଆଉ କ'ଣ ଥାଆନ୍ତା। ମୁଁ ତାହାକୁ ଦେଖି ବହୁତ ଡରି ଯାଇଥିଲି। ଏ ନାରୀ ବି କ'ଣ ହଉଛନ୍ତି କି? କିନ୍ତୁ ଖୁସି ଏଇଟା ଲାଗିଲା, ବହୁତ ଦିନ ଧରି ବର୍ଷା ହେଉନଥିଲା, ବହୁତ ଗରମ ହେଉଥିଲା, ଆଉ ବର୍ଷା ହେଲା ପରେ ପାଗଟା ବହୁତ ଥଣ୍ଡା ଲାଗିଲା।